ଆମେ ଯେଉଁ ମାଟି ଉପରେ ଚାଲୁ ତାର ବି ଗୋଟେ ନିଜସ୍ୱ କାହାଣୀ ଥାଏ। ତାର ଗୋଟେ ଜନ୍ମ ଅଛି, ଗୋଟେ ଚରିତ୍ର ଅଛି, ଆଉ ଅଛି ଗୋଟେ ଉଦ୍ଦେଶ୍ୟ। ହଁ, ଆଉ ଆଜି ଆମେ ସେମିତି ଏକ ବିଶେଷ ମାଟି ବିଷୟରେ କଥା ହେବାକୁ ଯାଉଛେ। ଆଜି ଆମେ ଓଡ଼ିଶାର ଏମିତି ଏକ ମାଟିର କାହାଣୀ ଶୁଣିବା ଯାହାର ଜନ୍ମ ପଥରରୁ, ଯାହାର ରଙ୍ଗ ଗାଢ଼ କଳା, ଆଉ ଯାହାର ସବୁଠୁ ବଡ଼ ଗୁଣ ହେଉଛି ଧୈର୍ଯ୍ୟ। ପାଣିକୁ ଧରି ରଖିବାର ଧୈର୍ଯ୍ୟ। ଆଉ ସେଇ ଧୈର୍ଯ୍ୟ ହିଁ ଆମ ରାଜ୍ୟର ଅନେକ ଚାଷୀଙ୍କ ପାଇଁ ଜୀବନରେଖା। ବିଲକୁଲ। ଆଜି ଆମେ ସେହି କଳା ମାଟି ବା ଯାହାକୁ ରେଗୁର ମୃତ୍ତିକା ବୋଲି କୁହାଯାଏ ତା ବିଷୟରେ ଏକ ଗଭୀର ଆଲୋଚନା କରିବା। ହଁ, ଆମ ପାଖରେ ଯେଉଁ ତଥ୍ୟ ଅଛି ସେଇ ଆଧାରରେ ଆମେ ଏହାକୁ ଭଲ ଭାବେ ବୁଝିବାକୁ ଚେଷ୍ଟା କରିବା। ଚାଲନ୍ତୁ ଏହି ମାଟିର କାହାଣୀ ଭିତରକୁ ଯିବା। ଠିକ୍ ଅଛି, ତେବେ ପ୍ରଥମରୁ ହିଁ ଆରମ୍ଭ କରିବା। ଏହି କଳା ମାଟି ଏହା ତିଆରି ହୁଏ କେମିତି? ଏହା କ'ଣ ସବୁ ଜାଗାରେ ଦେଖାଯାଏ ନାହିଁ କାହିଁକି? ଦେଖନ୍ତୁ, ଏଇଠି ହିଁ ତ ଏହାର କାହାଣୀର ପ୍ରଥମ ରହସ୍ୟ। ଏହା ସାଧାରଣ ମାଟି ଭଳି ନୁହେଁ। ଆଚ୍ଛା। ଏହାର ସୃଷ୍ଟି ପାଇଁ ଏକ ନିର୍ଦ୍ଦିଷ୍ଟ କ'ଣ କହନ୍ତି ଭୌଗୋଳିକ ପରିସ୍ଥିତି ଦରକାର। ଏହା ମୁଖ୍ୟତଃ ମୌଳିକ ଶିଳା ବା ଆମେ ଯାହାକୁ ବେସିକ୍ ରକ୍ସ କହୁ ସେଥିରୁ ତିଆରି ହୋଇଥାଏ। ବେସିକ୍ ରକ୍ସ? ହଁ, ଏହି ଶିଳାଗୁଡ଼ିକ ଲକ୍ଷ ଲକ୍ଷ ବର୍ଷ ଧରି ଖରା, ବର୍ଷା, ପବନରେ ଧୀରେ ଧୀରେ ଭାଙ୍ଗି ରୁଜି କ୍ଷୟ ହୁଏ। ଏହି ପ୍ରକ୍ରିୟାକୁ ଆମେ ଭୂବିଜ୍ଞାନ ଭାଷାରେ ୱେଦରିଂ ବୋଲି କହିଥାଉ। ୱେଦରିଂ ମାନେ ଶିଳାର ଅପକ୍ଷୟ। ଏକଦମ। ତେଣୁ ଯୋଉଠି ସେହି ଖାସ୍ ପ୍ରକାରର ପଥର ବା ଲେଥୋଲୋଜି ଅଛି ଏବଂ ଭୂମିର ଗଠନ ଟୋପୋଗ୍ରାଫି ଅନୁକୂଳ ଅଛି, କେବଳ ସେହି ସ୍ଥାନରେ ହିଁ ଏହି ମାଟି ସୃଷ୍ଟି ହୋଇପାରିବ। ଅର୍ଥାତ୍ ଏହା ଲକ୍ଷ ଲକ୍ଷ ବର୍ଷର ଏକ ଭୂତାତ୍ତ୍ୱିକ ପ୍ରକ୍ରିୟାର ଫଳ। ତେବେ ଓଡ଼ିଶାରେ ଏହି କାହାଣୀ କେଉଁଠି ଦେଖିବାକୁ ମିଳେ? ଆମ ତଥ୍ୟ କହୁଛି ପାଖାପାଖି 0.96 ନିୟୁତ ହେକ୍ଟର ଅଞ୍ଚଳରେ ଏହା ଅଛି। ହଁ, ପାଖାପାଖି ସେତିକି। କିନ୍ତୁ ଏହା କ'ଣ ଗୋଟିଏ ବଡ଼ ଅଞ୍ଚଳରେ ଏକାଠି ଅଛି? ନା, ଆଉ ସେଇଟା ହିଁ ଏହାର ଆଉ ଏକ ବିଶେଷତା। ଏହା ଗୋଟେ ସମ୍ପୂର୍ଣ୍ଣ ଅଞ୍ଚଳରେ ନଥାଏ, ବରଂ ବିଭିନ୍ନ ଜିଲ୍ଲାରେ ଛୋଟ ଛୋଟ ପକେଟ୍ ଭଳି ବିକ୍ଷିପ୍ତ ଅଞ୍ଚଳରେ ଦେଖାଯାଏ। ଆଚ୍ଛା, କେଉଁ କେଉଁ ଜିଲ୍ଲାରେ ମୁଖ୍ୟତଃ? ଦେଖନ୍ତୁ, ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ଜିଲ୍ଲା ଯେପରିକି କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, ଏଠି ଏହାର ଉପସ୍ଥିତି ବେଶୀ। ଏହାଛଡ଼ା ଦକ୍ଷିଣରେ ଗଞ୍ଜାମ, ମାଲକାନଗିରି ଏବଂ କେନ୍ଦ୍ରୀୟ ଓଡ଼ିଶାର ବୌଦ୍ଧ, ଅନୁଗୁଳ, ଏପରିକି ପୁରୀ ଜିଲ୍ଲାର କିଛି ଅଂଶରେ ମଧ୍ୟ ଦେଖିବାକୁ ମିଳେ। ଏଠାରେ ଗୋଟିଏ କଥା ମୋତେ ଟିକେ ଆଶ୍ଚର୍ଯ୍ୟ କରୁଛି। ଆପଣ ଯେଉଁ ଜିଲ୍ଲାଗୁଡ଼ିକର ନାଁ ନେଲେ, ସେଥିମଧ୍ୟରୁ ଅନେକ ଜିଲ୍ଲା ବର୍ଷା ଉପରେ ଅଧିକ ନିର୍ଭରଶୀଳ। ହଁ, ଠିକ୍ କଥା। ତେବେ ସେହି ଅଞ୍ଚଳରେ ଏହି ମାଟିର ଉପସ୍ଥିତିର କିଛି ଖାସ୍ ମହତ୍ତ୍ୱ ଅଛି କି? ଆପଣ ଏକଦମ ଠିକ୍ ଜାଗାରେ ପହଞ୍ଚିଛନ୍ତି। ଏହା କେବଳ ଏକ ସଂଯୋଗ ନୁହେଁ। ଓହୋ! ଏହି ଜିଲ୍ଲାଗୁଡ଼ିକରେ ଯେଉଁଠି ଜଳସେଚନର ସୁବିଧା ସବୁବେଳେ ନଥାଏ, ସେଠାରେ କଳା ମାଟିର ପାଣି ଧରି ରଖିବାର କ୍ଷମତା ଚାଷୀମାନଙ୍କ ପାଇଁ ଏକ ବରଦାନ ଭଳି କାମ କରେ। ବୁଝିଲି। ଏ ବିଷୟରେ ଆମେ ଆଗକୁ ଆହୁରି କଥା ହେବା। ନିଶ୍ଚୟ। ତେବେ ଆମେ ଜାଣିଲେ ଏ ମାଟିର ଜନ୍ମ ଆଉ ଏହା କେଉଁଠି ମିଳେ। ଏବେ ଆସନ୍ତୁ ତାର ଚରିତ୍ର ବା ଗୁଣ ବିଷୟରେ ଜାଣିବା। ମୁଁ ଶୁଣିଛି ଖରାଦିନେ ଏହାର ରୂପ ସମ୍ପୂର୍ଣ୍ଣ ବଦଳିଯାଏ। ହଁ, ଏହା ଏହାର ସବୁଠାରୁ ନାଟକୀୟ ଗୁଣ। ନାଟକୀୟ? କଳ୍ପନା କରନ୍ତୁ, ପ୍ରଚଣ୍ଡ ଖରାଦିନେ ଏହି ଜମିଗୁଡ଼ିକ ପୁରା ଶୁଖିଲା। ମାଟି ଶୁଖି ସଙ୍କୁଚିତ ହୋଇଏ ଆଉ ସେଥିରେ ବଡ଼ ବଡ଼ ଗଭୀର ଫାଟ ସୃଷ୍ଟି ହୁଏ। ଓହୋ, ମୁଁ ଫଟୋରେ ଦେଖିଛି। ହଁ, କେତେକ ଜାଗାରେ ଏହି ଫାଟଗୁଡ଼ିକ ଏତେ ଓସାରିଆ ହୁଏ ଯେ ସେଥିରେ ହାତ ବି ପଶିଯିବ। ଦେଖିବାକୁ ଏହା ମରୁଭୂମି ଭଳି ଲାଗିପାରେ, କିନ୍ତୁ ପ୍ରକୃତିରେ ଏହା ହିଁ ପରବର୍ତ୍ତୀ ଫସଲ ପାଇଁ ପ୍ରକୃତିର ପ୍ରସ୍ତୁତି। ପ୍ରକୃତିରେ ପ୍ରସ୍ତୁତି? ଏ ଫାଟଗୁଡ଼ିକ କେମିତି ଲାଭଦାୟକ ହୋଇପାରେ? ମୋତେ ତ ଲାଗୁଥିଲା ଏହା ମାଟିକୁ ଆହୁରି ଶୁଖିଲା କରିଦେଉଥିବ। ଦେଖିବାକୁ ସେମିତି ଲାଗେ, କିନ୍ତୁ ଏହା ଏକ ପ୍ରକାର ପ୍ରାକୃତିକ ହଳଚାଳନା। ଏହାକୁ ସେଲ୍ଫ ପ୍ଲବିଂ ସଏଲ୍ ବା ନିଜକୁ ନିଜେ ହଳ କରୁଥିବା ମାଟି ମଧ୍ୟ କୁହାଯାଏ। ସେଲ୍ଫ ପ୍ଲୋଇଂ? ଆଚ୍ଛା। ଏହି ଫାଟ ଦେଇ ବାୟୁ ମାଟିର ବହୁତ ଗଭୀରକୁ ଯାଇପାରେ, ଯାହାକୁ ଆମେ ସଏଲ୍ ଏରେସନ୍ କହୁ। ଏହାଦ୍ୱାରା ମାଟି ଭିତରେ ଥିବା ଉପକାରୀ ଅଣୁଜୀବମାନେ ଅମ୍ଳଜାନ ପାଆନ୍ତି ଏବଂ ଗଛର ଚେର ମଧ୍ୟ ସହଜରେ ବଢ଼ିପାରେ। ଆଉ ବର୍ଷା ହେଲେ? ଯେତେବେଳେ ପ୍ରଥମ ବର୍ଷା ହୁଏ, ଏହି ଫାଟ ଦେଇ ପାଣି ସିଧା ମାଟିର ତଳସ୍ତରକୁ ପହଞ୍ଚିଯାଏ। ତେଣୁ ଏହି ଫାଟ ପ୍ରକୃତିରେ ଏକ ଅଭିଶାପ ନୁହେଁ, ବରଂ ଏକ ଆଶୀର୍ବାଦ। ଏହା ତ ଅବିଶ୍ୱାସନୀୟ। ପ୍ରକୃତିର ନିଜସ୍ୱ ଚାଷ ପ୍ରଣାଳୀ। ଠିକ୍ ଅଛି, ଏ ତ ଗଲା ଶୁଖିଲା ବେଳର କଥା। ଓଦା ହେଲେ ଏ ମାଟି କିପରି? ଆମ ତଥ୍ୟ କହୁଛି ଏହାର ଗଠନ ବା ଟେକ୍ସଚର ହେଉଛି କ୍ଲେଇ। ହଁ, କ୍ଲେ। ଏହାର ଅର୍ଥ କ'ଣ?
କ୍ଲେଇର ସରଳ ଅର୍ଥ ହେଲା ମୃତ୍ତିକାମୟ। ଆପଣ କେବେ ଓଦା କଳା ମାଟିରେ ଚାଲିଛନ୍ତି? ହଁ, ବହୁତ ଅଠାଳିଆ ଲାଗେ। ବିଲକୁଲ। ଗୋଡ଼ରେ ଏମିତି ଅଠା ଭଳି ଲାଗିଯାଏ ଯେ ଚପଲ କାଢ଼ି ଚାଲିବାକୁ ପଡ଼େ। ସେଇ ଅଠାଳିଆ ଗୁଣ ହିଁ ତାର ପରିଚୟ। ଆଚ୍ଛା। କାରଣ ଏ ମାଟିର କଣିକାଗୁଡ଼ିକ ବହୁତ ହି ସୂକ୍ଷ୍ମ, ଆଉ ଏହାର ଷ୍ଟ୍ରକ୍ଚରକୁ ବୈଜ୍ଞାନିକମାନେ ଆଙ୍ଗୁଲାର ବ୍ଲକି କୁହନ୍ତି। ଆଙ୍ଗୁଲାର ବ୍ଲକି। ମାନେ ଆପଣ ଯଦି ଶୁଖିଲା ମାଟି ଢେଲାଟିଏ ହାତକୁ ନେବେ, ତାହା ସହଜରେ ଗୁଣ୍ଡ ହେବନି, ବରଂ ଛୋଟ ଛୋଟ ପଥର ଖଣ୍ଡ ଭଳି କୋଣିଆ ଆକାରରେ ଭାଙ୍ଗିବ। ଓହୋ, ବୁଝିଲି। ଆଉ ଏଇ ସୂକ୍ଷ୍ମ କଣିକା ଏବଂ ଗଠନ ଯୋଗୁଁ ହିଁ ଏହାର ସବୁଠୁ ବଡ଼ ଶକ୍ତି ଆସେ। ଯାହାକି ହେଉଛି ଉଚ୍ଚ ଜଳଧାରଣ କ୍ଷମତା। ଏକଦମ ଠିକ୍। ତେବେ ଆମେ ଏହାର ଭୌତିକ ଗୁଣ ବିଷୟରେ ବୁଝିଲେ। ଏବେ ଚାଲନ୍ତୁ ଟିକେ ରାସାୟନିକ ଦିଗକୁ ଯିବା। ଏହାର ସବୁଠୁ ବଡ଼ ପରିଚୟ ହେଉଛି ଏହାର ରଙ୍ଗ। ସାଧାରଣ ମାଟି ମାଟିଆ ଦିଶୁଥିବା ବେଳେ ଏହା ଏତେ କଳା କାହିଁକି? ଏହା ପଛରେ ଗୋଟିଏ ନୁହେଁ, ବରଂ 3ଟି ମୁଖ୍ୟ କାରଣର ମିଶ୍ରଣ ରହିଛି। 3ଟି କାରଣ। ହଁ, ପ୍ରଥମଟି ହେଲା ଟିଟାନିଫେରସ୍ ମ୍ୟାଗ୍ନେଟାଇଟ୍। ଏହା ଏକ ଲୌହଯୁକ୍ତ ଖଣିଜ ପଦାର୍ଥ। ଠିକ୍। ଦ୍ୱିତୀୟ ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ହେଲା ହ୍ୟୁମସ୍, ଯାହାକି ଗଛପତ୍ର ଓ ଜୀବଜନ୍ତୁଙ୍କ ଅବଶେଷ ପଚିସଢ଼ି ତିଆରି ହୋଇଥିବା ଜୈବାଂଶ। ଆଉ ତୃତୀୟଟି ହେଲା କିଛି ବିଟୁମିନସ୍ ପଦାର୍ଥ। ଏହି 3ଟିର ମିଶ୍ରଣ ହିଁ ମାଟିକୁ ତାର ଗାଢ଼ କଳା ରଙ୍ଗ ଦେଇଥାଏ। ହ୍ୟୁମସ୍ କଥା ଶୁଣିଲେ ଲାଗୁଛି ଏହା ବହୁତ ଉର୍ବର ହୋଇଥିବ। କିନ୍ତୁ ଆମ ତଥ୍ୟରେ ଆଉ ଏକ କଥା ଅଛି ଯାହା ଟିକେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। କ'ଣ ସେଇଟା? ଏହାର ପିଏଚ୍ ମୂଲ୍ୟ 7.5ରୁ 8.5 ମଧ୍ୟରେ ଥାଏ, ଅର୍ଥାତ୍ ଏହା କ୍ଷାରୀୟ ବା ଆଲ୍କାଲାଇନ୍। ହଁ, ଠିକ୍ ଅଛି। ଆଉ ଏଥିରେ ଯବକ୍ଷାରଜାନ ବା ନାଇଟ୍ରୋଜେନ୍ ଏବଂ ପୋଟାସିୟମ୍ ଭଳି ଜରୁରୀ ପୋଷକ ତତ୍ତ୍ୱର ମାତ୍ରା କମ୍ ଥାଏ। ଆଜ୍ଞା। ତେବେ ଏହା କିପରି ସମ୍ଭବ? ଗୋଟେ ପଟେ ଆମେ କହୁଛୁ ଏହାର ଭୌତିକ ଗୁଣ ଅସାଧାରଣ, କିନ୍ତୁ ଆଉ ପଟେ ଏଥିରେ ଜରୁରୀ ଖାଦ୍ୟସାରର ଅଭାବ ଅଛି। ତେବେ ଏହାକୁ ପ୍ରକୃତିରେ ଉର୍ବର କହିବା ଠିକ୍ ହବ କି? ଏହା ଏକ ଚମତ୍କାର ପ୍ରଶ୍ନ। ଆଉ ଏଇଠି ହିଁ କଳା ମାଟିର ପ୍ରକୃତ କାହାଣୀ ବୁଝିବାକୁ ପଡ଼ିବ। ଏହା ଏକ କ'ଣ କହନ୍ତି ପାରାଡକ୍ସ ଭଳି। ଏକ ବିରୋଧାଭାସ। ହଁ, ରାସାୟନିକ ଦୃଷ୍ଟିରୁ ଏଥିରେ ନାଇଟ୍ରୋଜେନ୍ ଏବଂ ପୋଟାସିୟମର ଅଭାବ ରହିଛି, ଯାହା ଫସଲ ବୃଦ୍ଧି ପାଇଁ ଅତ୍ୟନ୍ତ ଜରୁରୀ। ଠିକ୍। କିନ୍ତୁ ଏହାର ଭୌତିକ ଗୁଣ ଏତେ ଶକ୍ତିଶାଳୀ ଯେ ତାହା ଏହି ରାସାୟନିକ ଦୁର୍ବଳତାକୁ ବହୁତ ମାତ୍ରାରେ ଭରଣା କରିଦିଏ। ଆଚ୍ଛା, କେମିତି? ଦେଖନ୍ତୁ, ଏହାର ଜଳଧାରଣ କ୍ଷମତା ଏତେ ଅଧିକ ଯେ ଗଛ ପାଣି ଅଭାବରୁ ସହଜରେ ମରେ ନାହିଁ। ଆଉ ଯେଉଁ ପୋଷକ ତତ୍ତ୍ୱର ଅଭାବ ଅଛି, ତାକୁ ତ ଚାଷୀମାନେ ସାର ପ୍ରୟୋଗ କରି ପୂରଣ କରିପାରିବେ। ବୁଝିଲି। ତେଣୁ ମୂଳଦୁଆଟା ମଜବୁତ, କେବଳ ଟିକେ ସଠିକ୍ ପରିଚାଳନା ଦରକାର। ଏକଦମ। ତେବେ ଆପଣ ଯାହା କହିଲେ, ଏ ମାଟିର 2ଟି ବିପରୀତ ଗୁଣ ହିଁ ଏହାର ଶକ୍ତି। ଖରାରେ ଫାଟିଯିବା ଏବଂ ବର୍ଷାରେ ପାଣି ଜାବୁଡ଼ି ଧରିବା। ହଁ, ଏହି 2ଟିର ମିଶ୍ରଣ ହିଁ ଏହାକୁ ଏତେ ଖାସ୍ କରିଛି। ଚାଲନ୍ତୁ ଏବେ ଏହି ସବୁ ବୈଜ୍ଞାନିକ କଥାକୁ ଚାଷୀର ଜମି ସହ ଯୋଡ଼ିବା। ଜଣେ ସାଧାରଣ ଚାଷୀ ପାଇଁ ଏହି ସବୁ ଗୁଣର ପ୍ରକୃତ ମୂଲ୍ୟ କ'ଣ? ଏବେ ଆସିଲା ପ୍ରକୃତ କଥା। ଚାଷୀ ପାଇଁ ଏହାର 2ଟି ଗୁଣ ସବୁଠୁ ମୂଲ୍ୟବାନ। ପ୍ରଥମ, ଉଚ୍ଚ ଜଳଧାରଣ କ୍ଷମତା। ହଁ। ମୌସୁମୀ ସରିଯିବା ପରେ ମଧ୍ୟ ଏହି ମାଟି ନିଜ ଭିତରେ ବହୁତ ଆର୍ଦ୍ରତା ସାଇତ ରଖିଥାଏ। ଏହା ଫଳରେ ରବି ଋତୁରେ ଯେତେବେଳେ ବର୍ଷା କମ୍ ଥାଏ, ସେତେବେଳେ ମଧ୍ୟ ଫସଲ ହୋଇପାରେ। ହଁ, ବିନା ଜଳସେଚନରେ କିମ୍ବା ବହୁତ କମ୍ ଜଳସେଚନରେ ଫସଲ କରିବା ସମ୍ଭବ ହୁଏ। ଏହା ହିଁ ପଶ୍ଚିମ ଓଡ଼ିଶାର ଚାଷୀଙ୍କ ପାଇଁ ଏକ ବଡ଼ ଶକ୍ତି। ଆଉ ଦ୍ୱିତୀୟ ଗୁଣଟି? ଦ୍ୱିତୀୟ ଗୁଣଟି ହେଲା ତାର ପ୍ରାକୃତିକ ହଳ ବା ସେଲ୍ଫ ପ୍ଲାୱିଂ। ଏହା ମାଟିକୁ ଢିଲା ଏବଂ ଉର୍ବର ରଖେ, ଯାହା ଫସଲର ଚେରକୁ ବଢ଼ିବାରେ ସାହାଯ୍ୟ କରେ। ଆଚ୍ଛା, ତେଣୁ ଏହି 2ଟି ଗୁଣ ମିଶି ରବି ଫସଲ ପାଇଁ ଏକ ଆଦର୍ଶ ପରିବେଶ ସୃଷ୍ଟି କରୁଛି। ବିଲକୁଲ। ତେବେ ଆମ ତଥ୍ୟ ଅନୁସାରେ ଏହି ମାଟିରେ କେଉଁ କେଉଁ ମୁଖ୍ୟ ଫସଲ ଚାଷ କରାଯାଏ? ଏହି ମାଟି ଓଡ଼ିଶାର କୃଷି ବିବିଧତାକୁ ଦର୍ଶାଏ। ଆମେ ସାଧାରଣତଃ ଓଡ଼ିଶାକୁ ଧାନ ସହିତ ଯୋଡ଼ି ଦେଖୁ। ଠିକ୍। କିନ୍ତୁ ଏହି ମାଟି ଧାନ ବ୍ୟତୀତ ଅନ୍ୟ ଫସଲ ପାଇଁ ଏକ ମଜବୁତ ଭିତ୍ତିଭୂମି ତିଆରି କରେ। ଧାନ ତ ହୁଏ, କିନ୍ତୁ ତା ସହିତ ଜୁଆର, ବାଜରା, ମକା ଭଳି ଶସ୍ୟ ମଧ୍ୟ ଭଲ ହୁଏ। ଆଉ ଡାଲି ବା ତେଲ ଜାତୀୟ ଫସଲ? ହଁ, ଡାଲି ଜାତୀୟ ଫସଲରେ ବୁଟ ବା ବେଙ୍ଗଲ ଗ୍ରାମ ଏବଂ ତୈଳବୀଜରେ ସୂର୍ଯ୍ୟମୁଖୀ ଓ ସୋରିଷ ପାଇଁ ଏହା ବେଶ୍ ଉପଯୋଗୀ। ଏବଂ ଗୋଟିଏ ବିଶେଷ ଅର୍ଥକାରୀ ଫସଲ ଅଛି, ଯାହା ପାଇଁ ଏହି ମାଟି ସାରା ଦେଶରେ ପ୍ରସିଦ୍ଧ। ହଁ, ଆପଣ ଠିକ୍ ଧରିଛନ୍ତି। ତାହା ହେଉଛି କପା। କପା? କଳା ମାଟିକୁ ଏଥିପାଇଁ କଳା କପା ମାଟି ବା ବ୍ଲାକ୍ କଟନ୍ ସଏଲ୍ ମଧ୍ୟ କୁହାଯାଏ। କପା ଗଛକୁ ଦୀର୍ଘ ସମୟ ଧରି ଆର୍ଦ୍ରତା ଦରକାର,
ଯାହା ଏହି ମାଟି ସହଜରେ ଯୋଗାଇପାରେ। ଆକୁ ଧଳା ସୁଣ ବା ହ୍ୱାଇଟ୍ ଗୋଲ୍ଡ ବି କୁହନ୍ତି। ହଁ, ଆଉ ଏହି କାଳା ମାଟି ହିଁ ପଶ୍ଚିମ ଓଡ଼ିଶାର ଅନେକ ଚାଷୀଙ୍କ ପାଇଁ ସେହି ସୁନା ଫଳାଇବାରେ ସାହାଯ୍ୟ କରେ। ଏହା କେବଳ ଏକ ଫସଲ ନୁହେଁ, ବରଂ ଅନେକ ପରିବାରର ଆର୍ଥିକ ମେରୁଦଣ୍ଡ। ତେବେ ଏସବୁରୁ ଯାହା ବୁଝାପଡ଼ୁଛି, ଏହି ମାଟି ଓଡ଼ିଶାର କୃଷି ଅର୍ଥନୀତିରେ କେବଳ ଖାଦ୍ୟ ସୁରକ୍ଷା ନୁହେଁ, ବରଂ ଚାଷୀଙ୍କୁ ଆର୍ଥିକ ସ୍ୱାବଲମ୍ବନଶୀଳତା ଦେବାରେ ମଧ୍ୟ ଏକ ବଡ଼ ଭୂମିକା ନିର୍ବାହ କରୁଛି। ନିଶ୍ଚିତ ଭାବରେ ଏହା ଚାଷୀଙ୍କୁ କେବଳ ଗୋଟିଏ ଫସଲ ଉପରେ ନିର୍ଭର ନ କରି ବିଭିନ୍ନ ପ୍ରକାରର ଫସଲ ଚାଷ କରିବାର ସୁଯୋଗ ଦିଏ। ଯେଉଁଠି ପାଣିର ଅଭାବ, ସେଠାରେ ମଧ୍ୟ କମ୍ ଖର୍ଚ୍ଚରେ ଭଲ ଫସଲ କରିବାର ଆତ୍ମବିଶ୍ୱାସ ଦିଏ। ଏହା ହିଁ ତ କଳାମାଟିର ପ୍ରକୃତ ଶକ୍ତି। ଏବେ ଆଜିର ଏହି ବିସ୍ତୃତ ଆଲୋଚନାରୁ ଆମେ କଳାମାଟିର ପୂରା କାହାଣୀକୁ ବୁଝିଲେ। ଏହା ଲକ୍ଷ ଲକ୍ଷ ବର୍ଷ ପୁରୁଣା ପଥରରୁ ଜନ୍ମ ନେଇଥିବା ଏକ ବିଶେଷ ମାଟି। ହଁ, ଏହାର ଚରିତ୍ରରେ ଦୁଇଟି ବିପରୀତ ଗୁଣ ରହିଛି। ଖରାଦିନେ ନିଜକୁ ଫଟାଇ ଦେଇ ବାୟୁ ଚଳାଚଳ କରାଇବା ଏବଂ ବର୍ଷାଦିନେ ପାଣିକୁ ଅଠା ଭଳି ଜାବୁଡ଼ି ଧରିବା। ଆଉ ଏହାର ରଙ୍ଗ ପଛରେ ଖଣିଜ, ଜୈବାଂଶ ଏବଂ ରାସାୟନିକ ପଦାର୍ଥର ଏକ ସୁନ୍ଦର ମିଶ୍ରଣ ରହିଛି। ଠିକ୍। ରାସାୟନିକ ଦୃଷ୍ଟିରୁ ଏଥିରେ କିଛି ପୋଷକ ତତ୍ତ୍ୱର ଅଭାବ ଥିଲେ ମଧ୍ୟ ଏହାର ଅସାଧାରଣ ଭୌତିକ ଗୁଣ ଏହାକୁ କପା, ତୈଳବୀଜ ଏବଂ ରବି ଫସଲ ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ କରିଛି। ଯାହା ଓଡ଼ିଶାର କୃଷି ବିବିଧତା ଏବଂ ଆର୍ଥିକ ସ୍ଥିରତାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ବିଲକୁଲ। ଆଜିର ଏହି ଆଲୋଚନା ଶେଷରେ ଆମ ଶ୍ରୋତାମାନଙ୍କ ପାଇଁ ଚିନ୍ତା କରିବାକୁ ଏକ ପ୍ରଶ୍ନ। ହଁ, କୁହନ୍ତୁ। ଆମେ ଜାଣିଲେ ଯେ ଏହି ମାଟିର ଭୌତିକ ଗୁଣ ଅତୁଳନୀୟ, କିନ୍ତୁ ଏଥିରେ ଯବକ୍ଷାରଜାନ ଏବଂ ପୋଟାସିୟମ୍ ଭଳି ମୁଖ୍ୟ ପୋଷକ ତତ୍ତ୍ୱର ଅଭାବ ରହିଛି। ହଁ, ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ତେବେ ଏହି ମାଟିର ସ୍ୱାଭାବିକ ଶକ୍ତିକୁ ବଜାୟ ରଖିବା ସହିତ ଏହାର ରାସାୟନିକ ଦୁର୍ବଳତାକୁ ଦୂର କରିବା ପାଇଁ ପାରମ୍ପରିକ ଜ୍ଞାନ ଏବଂ ଆଧୁନିକ କୃଷି ବିଜ୍ଞାନର କିପରି ସମନ୍ୱୟ କରାଯାଇପାରିବ, ଯାହାଦ୍ୱାରା ଚାଷୀମାନେ କମ୍ ଖର୍ଚ୍ଚରେ ଅଧିକ ଉତ୍ପାଦନ କରିପାରିବେ? ଆଜି ଆମେ ଓଡ଼ିଶାର ଏକ ଏମିତି ମାଟି ବିଷୟରେ କଥା ହେବା, ଯାହା ନିଜେ ହିଁ ଗୋଟେ ବିରୋଧାଭାସ। ଭାବନ୍ତୁ ତ, ଗୋଟେ ମାଟି ଯାହା ପ୍ରବଳ ବର୍ଷା ଯୋଗୁଁ ତିଆରି ହେଉଛି, କିନ୍ତୁ ସେଇ ବର୍ଷା ହିଁ ତାର ସବୁ ପୋଷକ ତତ୍ତ୍ୱକୁ ଧୋଇ ନେଉଛି। ଏହି ମାଟିର ନାଁ ହେଉଛି ଲ୍ୟାଟେରାଇଟ୍ ମୃତ୍ତିକା ବା ଲ୍ୟାଟେରାଇଟ୍ ସଏଲ୍। ଆଜିର ଲକ୍ଷ୍ୟ ହେଲା ଏହି ବିରୋଧାଭାସକୁ ବୁଝିବା। କେମିତି ଏହି ଗରିବ ମାଟି ଓଡ଼ିଶାର କିଛି ଅଞ୍ଚଳ ପାଇଁ ଆହ୍ୱାନ ଆଉ କିଛି ପାଇଁ ସୁଯୋଗ। ଚାଲନ୍ତୁ ଏହାକୁ ଟିକେ ଭଲ ଭାବରେ ଖୋଲି ଦେଖିବା। ହଁ, ଏଇଟା ବହୁତ ସୁନ୍ଦର ପ୍ରସଙ୍ଗ। କାରଣ ଲାଟରାଇଟ୍ ମାଟି କେବଳ ଭୂଗୋଳର ଗୋଟେ ଅଂଶ ନୁହେଁ, ଏହା ଓଡ଼ିଶାର ପାଣିପାଗ, ଆମର ଇତିହାସ, ଏପରିକି ଆମ ଘର ତିଆରି ସହିତ ବି ଯୋଡ଼ି ହୋଇ ରହିଛି। ଏହାର କାହାଣୀଟା ପ୍ରକୃତରେ ତାର ଗଠନ ପ୍ରକ୍ରିୟାରେ ହିଁ ଲୁଚି ରହିଛି, ଯାହା ବହୁତ ଇଣ୍ଟରେଷ୍ଟିଂ। ଠିକ୍ କହିଲେ। ତେବେ ମୋ ମନରେ ପ୍ରଥମ ପ୍ରଶ୍ନ ଆସୁଛି, ଏହି ବିରୋଧାଭାସ ସୃଷ୍ଟି ହୁଏ କେମିତି? ଯୋଉଠି ଏତେ ବର୍ଷା, ସେଠାକାର ମାଟି ଅନୁର୍ବର କେମିତି ହୋଇଯାଏ? ଏଟା ଟିକେ ଅଜବ ଲାଗୁଛି। ଆଜ୍ଞା, ଏହାର କାରଣ ହେଉଛି ଗୋଟେ ବିଶେଷ ପ୍ରକ୍ରିୟା। ତାକୁ କୁହାଯାଏ ଲିଚିଂ। ଲିଚିଂ? ଏହାକୁ ସହଜରେ ବୁଝିବାକୁ ହେଲେ ଆପଣ କଫି ତିଆରି କରିବା କଥା ଭାବନ୍ତୁ। ଯେତେବେଳେ ଆମେ ଫିଲ୍ଟରରେ କଫି ଗୁଣ୍ଡ ରଖି ତା ଉପରେ ଗରମ ପାଣି ଢାଳୁ, ପାଣି କ'ଣ କରେ? ସେ କଫି ଗୁଣ୍ଡ ଭିତରେ ଥିବା ସବୁ ସ୍ୱାଦ ଆଉ ରଙ୍ଗକୁ ଧୋଇ କରି ତଳକୁ ନେଇଯାଏ, ଆଉ ଉପରେ କେବଳ ସେଇ ରଙ୍ଗହୀନ, ସ୍ୱାଦହୀନ କଫି ଚୋପା ବାକି ରହିଯାଏ। ବାଃ, ଏତେ ସରଳ ଉଦାହରଣ! ତାମାନେ ଲ୍ୟାଟରେଟ୍ ମାଟି ସହିତ ବି ଠିକ୍ ସେଇଆ ହୁଏ? ଏକଦମ। ଯେଉଁ ଉଷ୍ମ ଆଉ ଆର୍ଦ୍ର ଅଞ୍ଚଳରେ ହଟ୍ ଆଣ୍ଡ ୱେଟ୍ ଟ୍ରପିକାଲ ଏରିଆ, ସେଠି ବର୍ଷା ଋତୁରେ ମାସ ମାସ ଧରି ପ୍ରବଳ ବର୍ଷା ହୁଏ। ସେଠାରେ ବର୍ଷା ପାଣି ଠିକ୍ ସେଇ କଫି ଫିଲ୍ଟରର ପାଣି ଭଳି କାମ କରେ। ଏହି ପାଣି ମାଟିର ଉପର ସ୍ତର ଦେଇ ତଳକୁ ଯିବାବେଳେ ଗଛ ପାଇଁ ଦରକାରୀ ପୋଷକ ତତ୍ତ୍ୱ ଯେମିତିକି ପୋଟାସିୟମ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଆଉ ସିଲିକା ଭଳି ଖଣିଜକୁ ନିଜ ସହ ଧୋଇ କରି ମାଟିର ବହୁତ ଗଭୀରକୁ ନେଇଯାଇଥାଏ। ଆଉ ଏହି ପ୍ରକ୍ରିୟା ହଜାର ହଜାର ବର୍ଷ ଧରି ଚାଲିବା ପରେ ଉପର ସ୍ତରଟି ପୂରାପୂରି, କହିବାକୁ ଗଲେ, ପୋଷକହୀନ ହୋଇଯାଏ। ଏଇଟା ଶୁଣି ମୋତେ ଗୋଟେ କଥା ବଡ଼ ଆଶ୍ଚର୍ଯ୍ୟ ଲାଗୁଛି। ଯଦି ସବୁ ଭଲ ଜିନିଷ ଧୋଇ ହୋଇ ତଳକୁ ଚାଲିଗଲା, ତାହେଲେ ଉପରେ ରହିଲା କ'ଣ? ଖାଲି ପଥରଗୁଡ଼ିକ? ହଁ, ଏହା ହିଁ ସବୁଠାରୁ ମଜାଦାର କଥା। ସବୁ ଖଣିଜ ତ ପାଣିରେ ସହଜରେ ଧୋଇ ହୁଏ ନାହିଁ। ଯେଉଁ ଖଣିଜ ପଦାର୍ଥଗୁଡ଼ିକ ଅପେକ୍ଷାକୃତ ଭାରୀ ଆଉ ସହଜରେ ଦ୍ରବୀଭୂତ ହୁଅନ୍ତି ନାହିଁ, ସେଗୁଡ଼ିକ ଉପରେ ରହିଯାଆନ୍ତି। ଏଥିରେ ମୁଖ୍ୟତଃ ଲୌହ
ମାନେ ଆଇରନ୍ ଏବଂ ଆଲୁମିନିୟମର ଅକ୍ସାଇଡ୍ ଭରି ରହିଥାଏ। ଏହି ଲୌହ ଅକ୍ସାଇଡ୍ ଯୋଗୁଁ ହିଁ ମାଟିର ରଙ୍ଗ ଗାଢ଼ ଲାଲ ବା ଇଟା ପରି ଦେଖାଯାଏ। ଇଟା ଏହା ପଛରେ କିଛି କାରଣ ଅଛି କି? ନିଶ୍ଚିତ ଭାବରେ ଏହି ଲୌହ ଓ ଆଲୁମିନିୟମ ଅକ୍ସାଇଡ୍ର ପରିମାଣ ଏତେ ଅଧିକ ଯେ ଯେତେବେଳେ ଏହି ମାଟିକୁ ଓଦା ଅବସ୍ଥାରେ କାଟି ଶୁଖାଇ ଦିଆଯାଏ, ଏହା ଇଟା ଭଳି ପୁରା ଟାଣ ହୋଇଯାଏ। ପ୍ରକୃତରେ ଲାଟେରାଇଟ୍ ଶବ୍ଦଟି ଲାଟିନ୍ ଶବ୍ଦ ଲେଟରରୁ ଆସିଛି, ଯାହାର ଅର୍ଥ ହେଉଛି ଇଟା। ଆଚ୍ଛା, ଆମ ଅଞ୍ଚଳରେ ଘର ତିଆରି ପାଇଁ ଯେଉଁ ମାଙ୍କଡ଼ା ପଥର ବ୍ୟବହାର ହୁଏ, ସେଇଟା ଏହାର ଗୋଟେ ଜ୍ୱଳନ୍ତ ଉଦାହରଣ। ତାହା ପ୍ରକୃତରେ ଶୁଖିଯାଇଥିବା ଟାଣ ଲାଟେରାଇଟ୍ ମୂର୍ତ୍ତିକା। ବା ଏହା ତ ଏକ ଚମତ୍କାର ତଥ୍ୟ। ତାମାନେ ଆମେ ଯେଉଁ ମାଙ୍କଡ଼ା ପଥର ଦେଖୁ ତାହା ଏହି ଲିଚିଂ ପ୍ରକ୍ରିୟାର ଫଳ। ଆଚ୍ଛା, ଏହି ରାସାୟନିକ ଗଠନ ଯୋଗୁଁ ମାଟିର ଭୌତିକ ଗୁଣରେ କିଛି ଫରକ ଆସେ କି? ଯେମିତିକି ଏହାର ପାଣି ଧରିବା କ୍ଷମତା। ଏକଦମ। ଏହି ମାଟିର ଆଉ ଗୋଟେ ବଡ଼ ଗୁଣ ହେଉଛି ଏହା ପାଣିକୁ ଆଦୌ ଧରି ରଖେ ନାହିଁ। ଏହାର କଣିକାଗୁଡ଼ିକ ମଧ୍ୟରେ ବେଶ୍ ଫାଙ୍କା ଥାଏ, ତେଣୁ ପାଣି ପଡ଼ିବା ମାତ୍ରେ ସିଧା ତଳକୁ ଚାଲିଯାଏ, ଯେମିତି ଗୋଟେ ଛଣା ଭିତରେ ପାଣି ଗୋଳିଯାଏ। ଏହାକୁ ବୈଜ୍ଞାନିକ ଭାଷାରେ କୁହନ୍ତି ହାଇ ପରମିଏବିଲିଟି। ହାଇପରମିଏବିଲିଟି। ଏହା ସହିତ କ୍ୟାଲସିୟମ ଭଳି କ୍ଷାରୀୟ ସଦ୍ୟ ପଦାର୍ଥ ଧୋଇ ହୋଇଯାଉଥିବାରୁ ମାଟିର ପ୍ରକୃତି ସାଧାରଣତଃ ଅମ୍ଳୀୟ ମାନେ ଆସିଡିକ୍ ହୋଇଯାଏ। ଓହୋ, ତାମାନେ ଦୁଇଟା ବଡ଼ ସମସ୍ୟା। ପ୍ରଥମତଃ ପୋଷକ ତତ୍ତ୍ୱ ନାହିଁ, ଆଉ ଦ୍ୱିତୀୟରେ ପାଣି ଧରି ରଖିବାର କ୍ଷମତା ବି ନାହିଁ। ଏହି ଗୁଣଗୁଡ଼ିକୁ ଜାଣିବା ପରେ ମୋ ମନରେ ସ୍ୱାଭାବିକ ଭାବେ ପ୍ରଶ୍ନ ଆସୁଛି ଯେ ଆମ ଓଡ଼ିଶାରେ ଜଣେ ଚାଷୀ ପାଇଁ ଏହାର ଅର୍ଥ କ'ଣ? କେଉଁ କେଉଁ ଅଞ୍ଚଳର ଲୋକେ ଏହିଭଳି ମାଟି ସହ ପ୍ରତିଦିନ କାମ କରୁଛନ୍ତି? ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଦେଖନ୍ତୁ, ଏହି ମାଟି ମିଳେ କେଉଁଠି? ମୁଖ୍ୟତଃ ଆମ ରାଜ୍ୟର ପାହାଡ଼ିଆ ମେରୁଦଣ୍ଡରେ, ହାଇ ଲେଭେଲ୍ ପ୍ଲାଟୋଜ୍ ଆଉ ହିଲି ଏରିଆଜରେ। ଯେଉଁଠି ଭୂମି ଢାଲୁ, ସେଠାରେ ପାଣି ସହଜରେ ବୋହିଯାଏ ଏବଂ ଲିଚିଂ ପ୍ରକ୍ରିୟା ଅଧିକ ତୀବ୍ର ହୁଏ। ଆପଣ ଯଦି ମାନଚିତ୍ର ଦେଖିବେ, ଉତ୍ତରରେ ମୟୂରଭଞ୍ଜ, କେନ୍ଦୁଝରରୁ ଆରମ୍ଭ କରି କେନ୍ଦ୍ରୀୟ ଓଡ଼ିଶାର ଢେଙ୍କାନାଳ, କଟକ, ପଶ୍ଚିମରେ ସମ୍ବଲପୁରର କିଛି ଅଂଶରେ ଏହା ଦେଖିବାକୁ ମିଳେ। ସେହିପରି ଏହା ପୂର୍ବଘାଟ ପର୍ବତମାଳାର ଅଂଶ ଭାବେ ନୟାଗଡ଼, ଦେଇ ଖୋର୍ଦ୍ଧା ଏବଂ ପୁରୀର ଉପକୂଳବର୍ତ୍ତୀ ପାହାଡ଼ିଆ ଅଞ୍ଚଳକୁ ବିଛୁଇଁଛି। ବାଃ, ଏହା ତ ରାଜ୍ୟର ଏକ ବହୁତ ବଡ଼ ଅଞ୍ଚଳ। ପାଖାପାଖି କେତେ ଜମି ହେବ? ହଁ, ହିସାବ ଅନୁସାରେ ଓଡ଼ିଶାରେ ପ୍ରାୟ 0.70 ମିଲିୟନ ହେକ୍ଟର, ଅର୍ଥାତ୍ ପାଖାପାଖି 7 ଲକ୍ଷ ହେକ୍ଟର ଜମିରେ ଏହି ମାଟି ରହିଛି। ଏହା କିଛି କମ୍ ନୁହେଁ। 7 ଲକ୍ଷ ହେକ୍ଟର? ବାପ୍ରେ, ଏତେ ସମସ୍ୟା ଶୁଣିବା ପରେ ତ ଲାଗୁଛି ଏ ମାଟି ଚାଷ ପାଇଁ ଏକ ପ୍ରକାର ଅଦରକାରୀ। ସତରେ କ'ଣ ଏଥିରେ କିଛି ଫସଲ ହୋଇପାରେ, ନା ଚାଷୀମାନଙ୍କୁ ଏହାକୁ ସମ୍ପୂର୍ଣ୍ଣ ଛାଡ଼ିବାକୁ ପଡ଼େ? ଏଇଠି ହିଁ କାହାଣୀରେ ଏକ ନୂଆ ମୋଡ଼ ଆସୁଛି। ଏହା ସତ ଯେ ଧାନ କିମ୍ବା ଗହମ ଭଳି ଫସଲ, ଯାହାକୁ ବହୁତ ପାଣି ଏବଂ ପୋଷକ ତତ୍ତ୍ୱ ଦରକାର, ତା ପାଇଁ ଏ ମାଟି ଉପଯୁକ୍ତ ନୁହେଁ। କିନ୍ତୁ ପ୍ରକୃତିର ନିୟମ ଅଦ୍ଭୁତ। କିଛି ଫସଲ ଅଛି ଯେଉଁମାନେ ନିଜକୁ ଏହି କଠିନ ପରିସ୍ଥିତି ପାଇଁ ତିଆରି କରିଛନ୍ତି। ସେମାନେ ଏହି ମାଟିରେ କେବଳ ବଞ୍ଚନ୍ତି ନାହିଁ, ବରଂ ବହୁତ ଭଲ ମଧ୍ୟ ହୁଅନ୍ତି। କେଉଁ ପ୍ରକାରର ଫସଲ? ମୋତେ ଜାଣିବାକୁ ବହୁତ ଆଗ୍ରହ ଲାଗୁଛି। ସବୁଠୁ ବଡ଼ ଉଦାହରଣ ହେଉଛି ମିଲେଟ୍ସ, ମାନେ କ୍ଷୁଦ୍ର ଶସ୍ୟ। ଯେପରିକି ମାଣ୍ଡିଆ, ଫିଙ୍ଗର ମିଲେଟ୍। ମାଣ୍ଡିଆ ଭଳି ଫସଲର ଚେର ବହୁତ ଶକ୍ତିଶାଳୀ, ଆଉ ସେମାନେ କମ୍ ପୋଷକ ତତ୍ତ୍ୱରେ ବଞ୍ଚିବା ଶିଖିଛନ୍ତି। ଏଥିପାଇଁ ଏହି ଖରାପ ମାଟି ସେମାନଙ୍କ ପାଇଁ ଉପଯୁକ୍ତ ପରିବେଶ ପାଲଟିଯାଏ। ସେହିଭଳି ଚୀନାବାଦାମ, ଗ୍ରାଉଣ୍ଡନଟ୍ ଏବଂ ବିଭିନ୍ନ ପ୍ରକାରର ଡାଲି ଜାତୀୟ ଫସଲ, ପଲ୍ସେସ୍, ସେମାନେ ବି ଏହି ମାଟିରେ ଭଲ ହୁଅନ୍ତି, କାରଣ ସେମାନଙ୍କର ପାଣି ଆବଶ୍ୟକତା କମ୍। ଆଚ୍ଛା, ତାମାନେ ଯେଉଁ ଗୁଣଗୁଡ଼ିକ ଗୋଟିଏ ଫସଲ ପାଇଁ ସମସ୍ୟା, ତାହା ଅନ୍ୟ ଫସଲ ପାଇଁ ସୁବିଧା। ଆଉ ଫଳ ଚାଷ ବିଷୟରେ କ'ଣ? ବଡ଼ ବଡ଼ ଗଛ ଏଥିରେ ହୋଇପାରେ? ହଁ, ଏହା ମଧ୍ୟ ସମ୍ଭବ। ଆମ୍ବ, ପଣସ, ପିଜୁଳି, ସପେଟା ଏହିଭଳି ଫଳଗଛର ଚେର ବହୁତ ଗଭୀରକୁ ଯାଏ। ତେଣୁ ସେମାନେ ଉପର ସ୍ତରର ସମସ୍ୟାକୁ ଅତିକ୍ରମ କରି ତଳ ସ୍ତରରୁ ଜଳ ଏବଂ ସେହି ଧୋଇ ହୋଇଯାଇଥିବା ପୋଷକ ତତ୍ତ୍ୱକୁ ସଂଗ୍ରହ କରିପାରନ୍ତି। ଏଥିପାଇଁ ଓଡ଼ିଶାର ଅନେକ ପାହାଡ଼ିଆ ଅଞ୍ଚଳରେ ଥିବା ଲାଟେରାଇଟ୍ ମାଟିରେ ଫଳ ବଗିଚା ବହୁତ ସଫଳ ହୋଇଛି। ଏହା ଶୁଣିବା ପରେ ଗୋଟିଏ ପ୍ରଶ୍ନ ମନକୁ ଆସୁଛି। ଯଦି ଜଣେ ଚାଷୀ ଏହି ମାଟିରେ କିଛି ଅନ୍ୟ ଫସଲ କରିବାକୁ ଚାହେଁ, ତେବେ ଏହାର ଗୁଣବତ୍ତା ବଢ଼ାଇବା ପାଇଁ କିଛି ଉପାୟ ଅଛି କି? ନିଶ୍ଚିତ ଭାବରେ। ଏହାକୁ ସମ୍ପୂର୍ଣ୍ଣ ବଦଳାଇବା କଷ୍ଟ, କିନ୍ତୁ ଏହାର ପରିଚାଳନା କରାଯାଇପାରେ। ସବୁଠୁ ଭଲ ଉପାୟ ହେଉଛି ଜୈବିକ ପଦାର୍ଥର ପ୍ରୟୋଗ।
ମାଟିରେ ଗୋବର ଖତ, କମ୍ପୋଷ୍ଟ କିମ୍ବା ସବୁଜ ଖତ ମିଶାଇଲେ ଏହାର ଦୁଇଟି ଲାଭ ହୁଏ। ପ୍ରଥମତଃ, ଏହା ମାଟିକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଯୋଗାଏ। ଦ୍ୱିତୀୟରେ, ଏହା ମାଟିର ଗଠନକୁ ସୁଧାରେ ଏବଂ ଏହାର ଜଳଧାରଣ କ୍ଷମତାକୁ ବଢ଼ାଇଥାଏ। ମାନେ ମାଟିକୁ ଗୋଟେ ସ୍ପଞ୍ଜ ପରି କରିଦିଏ, ଯାହା ପାଣିକୁ କିଛି ସମୟ ପାଇଁ ଧରି ରଖିପାରେ। ତେବେ ଏହିସବୁ ଆଲୋଚନାରୁ ଯାହା ଜଣାପଡ଼ିଲା, ଲାଟେରାଇଟ୍ ମୃତ୍ତିକା ଏକ ଜଟିଳ କିନ୍ତୁ ଆକର୍ଷଣୀୟ କାହାଣୀ। ପ୍ରବଳ ବର୍ଷାରୁ ଜନ୍ମ ନେଇଥିବା ଏକ ମାଟି, ଯାହା ଲୌହ ଆଉ ଆଲ୍ୟୁମିନିୟମରେ ଭରପୁର ହୋଇଥିବାରୁ ଘର ତିଆରି ପାଇଁ ମାଙ୍କଡ଼ା ପଥର ଦିଏ, କିନ୍ତୁ ପୋଷକ ତତ୍ତ୍ୱ କମ୍ ଥିବାରୁ ଚାଷ ପାଇଁ ଏକ ଆହ୍ୱାନ ସୃଷ୍ଟି କରେ। ତଥାପି ମାଣ୍ଡିଆ ଆଉ ଫଳ ଚାଷ ଭଳି ସଠିକ୍ ଫସଲ ଚୟନ କଲେ ଏହା ବରଦାନ ମଧ୍ୟ ହୋଇପାରେ। ଏକଦମ ସଠିକ୍ ସାରାଂଶ। ଏହାକୁ ଯଦି ଆମେ ବୃହତ୍ତର ଚିତ୍ର ସହିତ ଯୋଡ଼ିବା, ତେବେ ଏହି ମାଟିର ଏକ ଦ୍ୱୈତ ଚରିତ୍ର ରହିଛି। ଗୋଟିଏ ପଟେ ଏହାର କମ୍ ଉର୍ବରତା ଏକ ସମସ୍ୟା, କିନ୍ତୁ ଅନ୍ୟପଟେ ଏହା ଆମକୁ କମ୍ ପାଣି ଓ କମ୍ ସାରରେ ହେଉଥିବା ଫସଲ ଆଡ଼କୁ ଯିବାକୁ ବାଧ୍ୟ କରେ। ଆଉ ଆଜିକାଲିର ଜଳବାୟୁ ପରିବର୍ତ୍ତନ ସମୟରେ ଏହିଭଳି ସହନଶୀଳ ଫସଲର ଗୁରୁତ୍ୱ ବହୁତ ଅଧିକ। ତେଣୁ ଲାଟେରାଇଟ୍ ମାଟି ଓଡ଼ିଶାର କୃଷି ବିବିଧତା ଏବଂ ଭବିଷ୍ୟତର ଖାଦ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ଏକ ମୁଖ୍ୟ କାରଣ, ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷାର ଢାଞ୍ଚା ବଦଳୁଛି। କେତେବେଳେ ବହୁତ କମ୍ ସମୟରେ ପ୍ରବଳ ବର୍ଷା ହେଉଛି, ତ କେତେବେଳେ ଦୀର୍ଘ ସମୟ ଧରି ବର୍ଷାର ଅଭାବ ଦେଖାଯାଉଛି। ତେବେ ଏହା ଚିନ୍ତା କରିବାର ବିଷୟ ଯେ ଭବିଷ୍ୟତରେ ଏହି ପରିବର୍ତ୍ତିତ ବର୍ଷା ଓଡ଼ିଶାର ଲ୍ୟାଟେରାଇଟ୍ ମୃତ୍ତିକାର ଗୁଣ, ଏହାର ଗଠନ ପ୍ରକ୍ରିୟା ଏବଂ ଏହାର ବିସ୍ତାର ଉପରେ କି ପ୍ରକାର ପ୍ରଭାବ ପକାଇପାରେ।